କିନ୍ତୁ ସେ ଦଇତାପତିଙ୍କ ବିଷୟରେ ମୋତେ କହିବାକୁ ମଧ୍ୟ ଖରାପ ଲାଗୁଛି। ସେମାନେ ନିଜକୁ ବେଶ ଭଲ ପୋଜିସନରେ ରଖିଦେଇଛନ୍ତି ଯେ ସବୁବେଳେ ଉତ୍ତରଦାୟିତ୍ୱ ଗୋଟେ ଅଫିସରର ହେବ, ତାଙ୍କ ଦେହରେ ଧୂଳିମଳି ବାଜିବନି, ତାଙ୍କୁ କେହି ଛୁଇଁ ପାରିବେନି। ସେମାନେ ସବୁ ଯିଏ ଯାହା କାଣ୍ଡ କଲେ ବି ଶ୍ରୀମନ୍ଦିରର ଭିତରେ ରକ୍ତପାତ ହେଉଛି, ହାଣକାଟ ହେଉଛନ୍ତି, ବାଡ଼ିଆ ପିଟା ହେଉଛନ୍ତି, ଅସତ୍ ବ୍ୟବହାର କରୁଛନ୍ତି, ଅଭଦ୍ର କଥା କହୁଛନ୍ତି, କିଛି ଫରକ ପଡ଼େନି ତାଙ୍କୁ। କେହି କିଛି ଜଣ ଏଡ଼ୁ ସେଡ଼ୁ କହିକିରି କାମ କରେଇ ନେବେ, ପିଠି ଥାପଡ଼େଇ। ସିଧାସଳଖ ଭୁଲ କଲ, ଏଇଟା ଠିକ୍ ନହେଲେ ତୁମ ଉପରେ ଆମେ ଆକ୍ସନ୍ ନେବୁ, ଏଇଟା ଏମାନେ କରିପାରିବେନି। ଯେ କିଏ କରିପାରିବ? ଜନପ୍ରିୟ ସରକାର, ଯିଏକି ଏକାଠି ବସିକିରି, ଜଣେ ନୁହଁ, ଏକାଠି ବସିକି ଡିସାଇଡ଼୍ କରିବେ ଯେ ନାଇଁ ଏମାନଙ୍କର ଏଇଟା ହେଲେ ଲୋକଙ୍କର କ୍ଷତି, ଆମର କ୍ଷତି, ଏଇଟା ଗ୍ରହଣୀୟ ନୁହଁ, ୟାକୁ ବଦଳାଇବାକୁ ପଡ଼ିବ। ଏ ଯେଉଁ କମିଟମେଣ୍ଟ, ଏ ପ୍ରତିବଦ୍ଧତା କାହାର ମୁଁ ଦେଖୁନି। ପାପ ଧୋଇବାକୁ ସମସ୍ତେ ଯାଇଥିଲେ, ପାପ ପୁରା ଧୋଇଗଲା, ମରିଗଲେ, ସେଇଟା କହିଲେ ଖରାପ ଲାଗିବ। କିନ୍ତୁ ପୁଣି ହେବ, ପୁଣି ଯଦି କୁମ୍ଭମେଳା ହେବ, ସେ କୋଟି କୋଟି ଲୋକ ଯିବେ। ଏଠି ଆମର ଟିକେ ଖୋଲା ଫାଙ୍କା ଜାଗା ନାହିଁ, ସେଇଥିପାଇଁ କୋଟି କୋଟି ଲୋକ ଏକାଠି ହେଇପାରୁନାହାନ୍ତି। ନହେଲେ ପୁଣି ହେବ, ପୁଣି ଲୋକ ମରିବେ, କିଛି ଫରକ ପଡ଼ିବନି। ଆମେ ଏଇ କିଛି ଦିନ, ଦିନେ ଦୁଇ ଦିନ ବ୍ୟସ୍ତ ହେବା, ତାପରେ ଯେମିତି ଚାଲିଛି ଚାଲିଥାଉ। କିନ୍ତୁ 5 ବର୍ଷ ପାଇଁ ଏଇନେ ତାଙ୍କର କିଛି କରିବାର ନାହିଁ। ତାଙ୍କ ଫିଲିଂଟା ଇମ୍ପୋର୍ଟାଣ୍ଟ ନୁହଁ। ଲୋକ କିଛି ମଲେ ଆମେ ଆସିଛୁ, ଆମେ ଆମର ଚୌକିରେ ବସିବାର ଯେଉଁ ସୁଯୋଗଟା ମିଳିଛି ଆମକୁ, ଗୋଟେ ଭଲରେ ଜଗନ୍ନାଥକୁ ଦେଖିକିରି ସ୍ୱର୍ଗକୁ ଯିବାର ବାଟଟା ଆମ ପାଇଁ ଫିଟିଗଲା, ସେଇଟା ଏନ୍ଜୟ କରିବା। ଦେଖିବା ତାପରେ 5 ବର୍ଷ ପରେ ତ ଇଲେକ୍ସନ୍ ଅଛି ନା। ଲୋକ ମଲେ ବି ଏମାନେ କ'ଣ ଉତ୍ସବ ପାଳି ପାରିବେ? ପାରିବେ, କିଏ କହିବ? ପାଳୁଛନ୍ତି, ଆମେ କ'ଣ କରିପାରିବା? ଆମେ ନିନ୍ଦା କରିବା, ଆମେ ଲୋକଙ୍କୁ କହିବା ଯେ ଏଭଳି ସରକାରକୁ ତୁମେ ନିନ୍ଦା କର, ଆଉ କିଛି ବାଟ ନାହିଁ। ଦେଖନ୍ତୁ, ଏଇଥିପାଇଁ ସତ କଥା ଯେ ପ୍ରଥମ କଥା ହେଲା, ମୁଁ ବିଶ୍ୱାସ କରେ ନାହିଁ କୌଣସି ଧାର୍ମିକ ଅନୁଷ୍ଠାନରେ ସରକାର ଦାୟିତ୍ୱ ନେବେ। ମୁଁ ବିଶ୍ୱାସ କରେ ନାହିଁ ଜଣେ ଚିଫ୍ ସେକ୍ରେଟାରୀ ର୍ୟାଙ୍କର ଅଫିସର, ଯେଉଁଠି ଓଡ଼ିଶାର ଦରକାର ବହୁତ କିଛି, ତାଙ୍କର ପାରଦର୍ଶିତା ଦେଖିବା ପାଇଁ, ଓଡ଼ିଶାର ଉନ୍ନତି ପାଇଁ ସେ ଚିନ୍ତା କରିବେ, ତାଙ୍କୁ ନେଇକରି ଗୋଟେ ମନ୍ଦିର ବା ଗୋଟେ ମସଜିଦ୍ କି ଗିର୍ଜାର ଦାୟିତ୍ୱରେ ରଖିବାଟା କୌଣସି ମତେ ଗ୍ରହଣୀୟ ନୁହଁ। କାହିଁକି? ଆମେ ସେକ୍ୟୁଲାର, ଆମେ ସବୁ ଧର୍ମଠୁ ଦୂରେଇ ରଖି ଶାସନକୁ ଆମର ଲୋକଙ୍କ ପାଇଁ, ଲୋକଙ୍କ ଆବଶ୍ୟକତାକୁ ନେଇ କାମ କରିବା। ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ, ଏଠି ଭୁବନେଶ୍ୱରରେ ଗନ୍ଧ ବନ୍ଦ କରିଦେବେ ବୋଲି ହେଇଥିଲା, ସେଠି ମାନେ ଯେଉଁ ୱେଷ୍ଟ ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ବହୁତ ସିରିୟସ୍ ଜିନିଷ, ପଲ୍ୟୁସନରେ ଆମେ ଭରିଗଲାଣି, ତା ପାଇଁ ଆମର ଗୋଟେ ଷ୍ଟେପ୍ ନାହିଁ। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଖାଲି ସବୁଆଡ଼େ କଲେଜ ଖୋଲିଗଲା କିନ୍ତୁ ଡାକ୍ତର ନାହାନ୍ତି। ସିଏ ଯେଉଁ ଆଡ଼କୁ ସେ ଘଟଣାଟା ନେଲାଣି, ଯେଉଁମାନେ ବୟସ୍କ ଡାକ୍ତର ସେମାନଙ୍କ ସାଙ୍ଗେ ମୁଁ କଥା ହେଉଛି, ସେମାନେ ବ୍ୟସ୍ତ ବିବ୍ରତ, କିନ୍ତୁ କେହି ପାଟି ଖୋଲିବେନି, କହିବେନି ଯେ ଆମ ଅବସ୍ଥାଟା ଖରାପ ହେଲାଣି। ଆପଣ ସବୁ ଗାଁରେ ଗୋଟେ ମେଡ଼ିକାଲ କଲେଜ ଖୋଲିଗଲା, ଲୋକ ଖୁସି, ଆମ ଯେମିତିଆ ରାସ୍ତାରେ ହମ୍ପ ହେଉଛି ସେମିତି ମେଡ଼ିକାଲ କଲେଜ ଖୋଲିଗଲା। ଡାକ୍ତର କାହାନ୍ତି? ପଢ଼େଇବ କିଏ? ଯଦି ଏତେ ଡାକ୍ତର ଥିଲେ ସବୁ, କିଏ ପଢ଼ଉଛି? ୟୁନିଭର୍ସିଟି ମାନଙ୍କରେ ଯେଉଁ ଠିକା ଶ୍ରମିକ ଭଳିଆ ତାକୁ ଗେଷ୍ଟ ଫ୍ୟାକଲ୍ଟି ବୋଲି କୁହାହେଉଛି, ବଢ଼ିଆ ୱାର୍ଡ଼ଟା। ଦିନକୁ ଏତିକି କ୍ଲାସ୍ ନେଲେ ଏତିକି ପଇସା ପାଇବେ, ଇଏ ହେଲା ଶିକ୍ଷାର ମାନ। ବିଶ୍ୱର ବିଦ୍ୟାଳୟ ଆମର ଏଇ ଅବସ୍ଥାରେ ଅଛୁ, କେବେ ଆମେ ଉଦ୍ଧରିବୁ? କେବେ ମିଡ଼ିଆ ୟା ଉପରେ ଫୋକସ୍ କରିବ? ଆହୁରି ବହୁତ କଦର୍ଯ୍ୟ ଅବସ୍ଥା ହେଇଗଲାଣି। ଡ୍ରଗ୍ର ବ୍ୟବହାର ମାଡ଼ି ଚାଲିଲାଣି, ଆମ ସମାଜ ଘୁଣ ଖାଇଗଲାଣି, ଆମେ ସିଆଡ଼କୁ ଦେଖୁନୁ। ଯେତେବେଳେ ଯେଉଁମାନେ ପୀଡ଼ିତ, ଯେଉଁମାନେ ଭୋଗିଛନ୍ତି, ଏ କଥା ଉପରେ ଆଉ ଟିପ୍ପଣୀ ମୁଁ କ'ଣ ଦେବି? ସେମାନେ ଯେଉଁଭଳି ଅବସ୍ଥାରେ ଖାଲି ଜଣେ ଚାଲିଗଲା ନୁହଁ, ଏଇଟା ତାଙ୍କ ଜୀବନ ତମାମ ତାଙ୍କର ମନେ ପଡ଼ୁଥିବ ଯେ ଖଣ୍ଡିଆ ଖାବରା ହେଇକିରି ଆମର ପାଖ ଲୋକ ପଡ଼ିଥିଲେ, ଆମେ ଚିତ୍କାର କରୁଥିଲୁ, କେହି ସାହାଯ୍ୟ କର, କେହି ନଥିଲେ। ସେ ସରକାରକୁ ସେମାନେ କେବେ ହେଲେ କ୍ଷମା ଦେବେ ନାହିଁ। କିନ୍ତୁ ସଂଖ୍ୟା ଅନୁସାରେ କମ୍, କିଛି ଫରକ ପଡ଼େନି। ଭୋଟ ପାଇଛନ୍ତି, 5 ବର୍ଷ ବସିବେ। ଏଇ ଯେଉଁ ଉତ୍ତରଦାୟିତ୍ୱ, ଏଇଟା ଆମ ସାମ୍ବିଧାନିକ ସିଷ୍ଟମରେ ନାହିଁ। ସୁଇଜରଲ୍ୟାଣ୍ଡରେ ଅଛି, ରିକଲ୍ କରିପାରିବେ। ସେଠି ଜନସାଧାରଣ ଯଦି ଭାବିଲେ ଯେ
ये आमर ठीक प्रतिनिधित्व करना से रिकॉल करें अनफॉर्चुनेटली आम संविधान से नहीं सेटा जदि होता एम गोटे उत्तर दायित्व रहता उत्तर दायित्व ना मत कहवाक खराब लगुच से निजुक बेस भल पोजिशन रखी जे सब बेले उत्तर दायित्व गोटे ऑफिसर हम तांको देहरे धूलिमणि बाजबनी तांको किए छुई पारे से सब जी जहाँ कांड कले भी श्रीमंदिर भितर रक्तपात होची हाणकाट होचंती बाड़िया पिटा होचंती असद व्यवहार करुचंती अभद्र कथा कहते किछि फरक पड़ेनि तांको केही किछि करि परिबेनि काना भावा बेगर कथा किंतु जगन्नाथ चाहिए सब जगन्नाथ आगे रोच मु बुझीपारेनि तथापि तो विश्वास आमर ढिला नहीं मले भी विश्वास ढिला नहीं आर वर्ष भी सेमतिया लोक 10 लाख कि 5 लाख कि जिते लोक हे चलो जे पर्यंत लोके निजर आत्मसम्मान बोधटा को बुझी ना जे पर्यंत ये खेल को बुझी ना से पर्यंत ये चलती मु स्ट्रांगली विश्वास करे मंदिर दायित्व मंदिर जो मैंने सेवायत मैंने सेवा को आयत्त कर ही चलातु रथ यात्रा से ही कंट्रोल करूँ पुलिस सपोर्ट कर पुलिस एत प्लान कर भितर बाहर जे किए भूल कला एने सुविधा जेहेतु गोटे सरकार से इनवल्व आप आंगुठी देखा भाव जे ये ऑफिसर किसी कलानी ऑफिसर कौन कर किछि करि पारंतिनी बहुत दिन पिला बेले मु देखी आसी एडमिनिस्ट्रेटर को असहायता किछि जण एडु साडु कहीकि काम करे नेबे पिठी थापड़े सीधा सड़क भूल कल यहाँ ठीक नहले तुम उपर आम एक्शन नबू यहीटा एमाने करें किए कर जनप्रिय सरकार जी कि एकाठी बसिक जड़े नुह एकाठी बसिक डिसाइड करेंगे जे नाई एमानकर एईटा हेले लोकंकर क्षति आमर क्षति एटा ग्रहणीय नुह या बदलैया पड़ो ये जो कमिटमेंट ये प्रतिबद्धता कहार मु देखुनी।